ଆଲୋ ସାବିତ୍ରୀ ଓଷା ଆସିଲା ଏବେ ଶାଢୀ ଫାଡି କିଣି ସାରିଲେ? ହଁ ଶାଢୀ ଫାଡି ତମେ ତ କିଣି ଦେଇଥିବ। ଆଉ ଯୋଉମାନେ ତ ନୂଆ ବାହା ହେଇଛନ୍ତି ଓହୋ ତାଙ୍କର ତ ପୁରା ରଜ ଆଉ ନୂଆ ଶାଢୀ ନୂଆ ଗହଣା ସ୍ୱାମୀକୁ ଏମିତି ପୂଜା କରିବେ ତାଙ୍କ ପାଦ ଧୋଇକି ପାଣି ଏମିତି କରିକି ପିଇଯିବେ ତମେ ଭାବି ପାରିବନି। ଆଲୋ ସତ୍ୟବାନ ବା ନିଜେ ନିଜେ ଇର୍ଷା କରୁଛନ୍ତି। ସେ ତାଙ୍କ ସାବିତ୍ରୀ କହୁଛନ୍ତି ଦେଖ କେମିତି ଆଜିକାଲି ସ୍ତ୍ରୀ ମାନେ ସ୍ୱାମୀକୁ ପୂଜା କରୁଛନ୍ତି। ଆଲୋ ନୂଆ ନୂଆ ଯେତେବେଳେ ବାହାଘର ପୁରୁଣା ହେଇଯିବ ତାପରେ ତ ତାଙ୍କ ଚଣ୍ଡୀ ରୂପ ତମେ ଦେଖିବ ଆଉ। ଯଦି ସ୍ୱାମୀ କାମକୁ ନ ଯାଇଛି ଝାଡା ଖାଲି ବସିକି ରହୁଛି କାମକୁ ଯାଉନେଇ ଆଲୋ ମୁଁ ମିଛ କହୁନି। ଆମ ଏଠି ମୁଁ ବିଶ୍ୱାସ କରେ ମୁଁ ନିଜ ଆଖିରେ ଏଇ ରକମ କାଢିକି ଦେଖିଛି। ଏଠି ଗୋଟେ ସ୍ୱାମୀ ସ୍ତ୍ରୀ ଅଛନ୍ତି ପ୍ରତିଦିନ ଝଗଡା। ଇଏ ତାକୁ ବାଡଉଥିବ ଧରିକି ସିଏ ଝାଡା ଖଣ୍ଡିଆ କରି ସପୁଥିବ ଖାଇବାକୁ ଦେମିନି ମରିଯା ଇଏ କର ସିଏ କର। ହେଲେ ସାବିତ୍ରୀ ଓଷା ଦିନ ପୁରା ଶାଢୀ ଫାଡି ପିନ୍ଧି ପାଦ ତଳେ ଶୋଇପଡିବ ଆଉ କହିବ ତୁମେ ସ୍ୱାମୀ ମୋର ତୁମେ ଦେବତା ମୋର ତୁମେ ଶଙ୍କା ତୁମେ ସିନ୍ଦୁର। ଆଉ ସାବିତ୍ରୀ ଓଷା ସରିଗଲା ପରେ ତୁମେ ଝାଡା ତୁମେ ଖଣ୍ଡିଆ ଏମିତି ଚାଲୁଛି। କିଛି ସ୍ତ୍ରୀ ଅଛନ୍ତି ଯୋଉମାନେ ଭଲ ସମ୍ମାନ ସହିତ, ଆଉ କିଛି ସ୍ତ୍ରୀ ଅଛନ୍ତି ଯୋଉମାନେ ସ୍ୱାମୀ କଲିଜା ଉପରେ ଚଢି ଯାଉଛନ୍ତି। ଦିନେ ଯଦି ସେ କାମକୁ ଯାଇ ନଥିବ ଝାଡା ସମସ୍ତେ କାମ ମିଳୁଛି ଏଇ ଝାଡାଟାକୁ କାମ ମିଳୁନି। ଛାଡ ସାବିତ୍ରୀ ଓଷା ପାଇଁ ତମକୁ ହାର୍ଦ୍ଦିକ ଅଭିନନ୍ଦନ। ସ୍ୱାମୀ ମାନେ ସାବିତ୍ରୀ ଓଷା ଭଲ ଭାବରେ କର, ସ୍ୱାମୀର ଆୟୁଷ ବଢୁ। ଏମିତି କର ନା କି ସ୍ୱାମୀର ଆୟୁଷ କମିଯାଉ ବୁଝିଲ। ଆଉ ଜୟ ଜଗନ୍ନାଥ। ସାବିତ୍ରୀ ଓଷା କରୁଛ ତ ମା ଭଉଣୀ ମାନେ କରନ୍ତୁ।